ମୁଁ ସଞ୍ଜୟ କୁମାର ଦାସ ରୟାଲ ଚ୍ୟାଲେଞ୍ଜ ଅପେରାରେ ଆଜକୁ ଦୀର୍ଘ 9-10 ବର୍ଷ ଧରି କାର୍ଯ୍ୟରତ ଅଛି। ମ୍ୟାନେଜର ହିସାବରେ ସମସ୍ତ ଦାୟିତ୍ୱ ମାଲିକ ମୋତେ ଦେଇଛନ୍ତି, ସେହି ହିସାବରେ ମୁଁ ଅଛି। ଭାବରେ କିଛି କହିବାର ନାହିଁ, କିଛି ତୁଳନା ନାହିଁ। ସବୁ ପ୍ରକାର ବଡ଼ ବଡ଼ କଳାକାରକୁ ଆମେ ରଖିଛୁ, ଯାହାକି ଶିବାନୀରେ ଥିଲେ ବହୁତ ପୁରାତନ କଳାକାର କୈଳାସ ବେହେରା, ଅନୁ ଅପା ଏବଂ ଗତ ବର୍ଷ ଥିଲେ ଆମର ତୁଳସୀରେ ସିଙ୍ଗର ଚୁମକି ପଣ୍ଡା, ଆଉ ଆମର ଜେନ୍ ସିଙ୍ଗର ହିସାବରେ ଅଛନ୍ତି ଯେ ସନ୍ତୋଷ, ବହୁ ବଡ଼ ବଡ଼ ପାର୍ଟିରେ ସେ ରହିଛନ୍ତି। ତେଣୁ ବହୁତ ଆଶା ଆକାଂକ୍ଷାକୁ ନେଇ ଆମ ମାଲିକ ନୂତନ ଚିନ୍ତାଧାରାକୁ ନେଇ ଗୋଟେ ବର୍ଷ ଅଲଗା ପ୍ରକାର ଯାତ୍ରା ଯାହାକୁ କୁହାଯାଏ, ନାଟକ ଯାହାକୁ କୁହାଯାଏ, ଭଲ ଭଲ ଡିରେକ୍ଟରକୁ ଆଣିକି ଆମେ ଗୋଟେ ଚିନ୍ତାଧାରା ନେଇଛୁ। ଏବଂ ମା ତାରିଣୀଙ୍କ ଦୟାରୁ, ମା ଶାରଳାଙ୍କ ଦୟାରୁ 2 ଖଣ୍ଡ ନାଟକ ବି ଆମର ଭଲ ବାଜିଛି। ବହୁତ କମିଟି ଆସିଥିଲେ, ଦେଖିକି ସେମାନଙ୍କର ମନ ପ୍ରଶଂସା କରି ଯାଇଛନ୍ତି ଏବଂ କଲ୍ ବି କରିଛନ୍ତି, କିଛି ଅସୁବିଧା ନାହିଁ। ବିଶେଷ କରି ମୁଁ କହିବି, ମାନେ ଉତ୍ତର ବାଲେଶ୍ୱର ଦେଖିବାକୁ ଗଲେ ଏ ବର୍ଷ ରୟାଲ ଚ୍ୟାଲେଞ୍ଜ ଅପେରା ମେଲୋଡ଼ି, ଡ୍ୟାନ୍ସ ଏବଂ ନାଟକରେ ମୁଁ ଭାବୁଛି ସମ୍ପୂର୍ଣ୍ଣ 100ରୁ 100 ଟକ୍କର ଦେବ।